ଜୟ ଜଗନ୍ନାଥ। ବନ୍ଧୁଗଣ, ୱାନ୍ ୱିକ୍ ତଳେ କୁମ୍ଭ ମେଳାରେ ରାତିରେ ଜଣେ ରିପୋର୍ଟର ଆସିବା ବେଳେ ଦେଖିଲେ ଜଣେ ସାଧୁ ରୋଡ଼ ସାଇଡ଼ରେ ବସିଛନ୍ତି। ତାଙ୍କର କ'ଣ ଇଚ୍ଛା ହେଲା, ସେ ସାଧୁଙ୍କ ପାଖକୁ ଯାଇ ତାଙ୍କ ବିଷୟରେ ପଚାରିଥିଲେ। ସାଧୁଙ୍କ କଥାରୁ ସେ ଜାଣିପାରିଥିଲେ ଯେ ସାଧୁ ଜଣକ ପାଠଶାଠ ପଢ଼ିଛନ୍ତି। ତାପରେ ସେ ସାଧୁଙ୍କୁ ପଚାରିଥିଲେ, ଆପଣ କେଉଁଠୁ ପଢ଼ିଛନ୍ତି ବା କେଉଁଠି ପଢ଼ୁଥିଲେ? ସାଧୁ ଜଣକ କହିଥିଲେ ସେ IIT ମୁମ୍ବାଇରୁ ଏରୋସ୍ପେସ୍ ଇଞ୍ଜିନିୟରିଂ କମ୍ପ୍ଲିଟ୍ କରିଛନ୍ତି। ଏହି କଥା ଶୁଣିଲା ପରେ ରିପୋର୍ଟର ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ପରେ ଏହି ଇଣ୍ଟରଭ୍ୟୁଟି ସବୁ ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ୍ ଚ୍ୟାନେଲରେ ଭାଇରାଲ ହୋଇଯାଇଥିଲା। ସବୁ ଜାଗାରେ ବାବାଙ୍କ କଥା ଚର୍ଚ୍ଚା ହେଉଥିଲା। ଧୀରେ ଧୀରେ ଦେଶର ପ୍ରାୟ ସବୁ ଚ୍ୟାନେଲର ରିପୋର୍ଟର ଯାଇ ପହଞ୍ଚିଥିଲେ IIT ବାବାଙ୍କ ପାଖରେ। ୱାନ୍ ୱିକ୍ ଉପରେ ହୋଇଗଲାଣି, କିନ୍ତୁ ଆଜି ବି ବାବାଙ୍କ ଚର୍ଚ୍ଚା କମେନି। ଯାହାକୁ 8 ଦିନ ତଳେ କେହି ଜାଣିନଥିଲେ, ଆଜି ତାର ଲକ୍ଷ ଲକ୍ଷ ଫଲୋଅର ଆଉ IIT ବାବାଙ୍କ ରିଲ୍ସ ଭ୍ୟୁଜ୍ ବଢ଼ିବାରେ ଲାଗିଛି। IIT ବାବାଙ୍କର ଏତେ ଭାଇରାଲ ହେବା ପଛରେ କ'ଣ ରିଜନ୍ ଅଛି? ରିଜନ୍ ହେଉଛି ଗୋଟେ ଷ୍ଟ୍ରଙ୍ଗ ରିଜନ୍, ଯାହା ଯୋଗୁଁ ହିଁ ସେ ଏତେ ଲୋକଲୋଚନକୁ ଆସିଛନ୍ତି ଏବଂ ଭାଇରାଲ ହେଇଛନ୍ତି। ଗୋଟେ ପିଲା ଯିଏକି IIT ପାଉଛି, ଯାହାକି IIT ପାଇବା ଏତେ ସହଜ ନୁହେଁ। ପିଲାଟି ସେତିକି ଇଣ୍ଟେଲିଜେଣ୍ଟ ନଥିଲେ IIT ପାଇପାରିବନି। ତାପରେ ମାସିକ 3 ଲକ୍ଷ ଟଙ୍କା ସାଲାରୀରେ ସେ କାନାଡ଼ାରେ ଜବ୍ କରୁଛି। କିନ୍ତୁ ଏମିତି ଏକ ସମୟ ଆସୁଛି, ସେ ଏସବୁ ମହାମାୟାରୁ ଦୂର ହୋଇଯାଉଛି ଏବଂ ମହାଦେବଙ୍କ ଶରଣକୁ ଚାଲିଯାଉଛି। ସେ ପିଲାଟିର ନାଁ ହେଉଛି ଅଭୟ ସିଂ, ଯାହାର ଘର ଝଜ୍ଜାର ହରିୟାଣାରେ। ସେ ଜାଟ୍ ସମ୍ପ୍ରଦାୟର। ସେ କାନାଡ଼ାରେ ଥିବା ସମୟରେ ଲକଡାଉନ୍ ହୋଇଥିଲା ଏବଂ ସେ ଏକୁଟିଆ ରହୁଥିବା ସମୟରେ ଆଧ୍ୟାତ୍ମିକତା ଆଡ଼କୁ ଆକୃଷ୍ଟ ହୋଇଥିଲା। ବହୁ ଶାସ୍ତ୍ର ପାଠ କରିବା ପରେ ତାଙ୍କର ମନ ଛାଡ଼ି ଯାଇଥିଲା ଚାକିରିରୁ। ସେ ଇଣ୍ଡିଆ ଫେରି ଆସିଥିଲେ। ଭାରତ ଆସିଲା ପରେ ସେ ଫଟୋଗ୍ରାଫି କରିଥିଲେ ଆଉ ବହୁତ ଧାର୍ମିକ ଜାଗା ସେ ଯାତ୍ରା କରିଥିଲେ। ତାଙ୍କ କହିବା ଅନୁସାରେ ତାଙ୍କ ପିତାମାତା ସବୁବେଳେ ଉପରି ଦିଖାବା କରୁଥିଲେ ଆଉ ପ୍ରାୟ ସେମାନେ ଘରେ ଝଗଡ଼ା ଲାଗୁଥିଲେ। ଅଭୟ ସିଂ ସବୁବେଳେ ଡିପ୍ରେସନରେ ଆଉ ଟେନସନରେ ରହୁଥିଲେ। ଆଉ ଗୋଟେ ଦିନ ଏମିତି ଆସିଥିଲା, ସେ ଘରଦ୍ୱାର ଛାଡ଼ି ଚାଲି ଯାଇଥିଲେ। ଏହାପରେ ସେ ଯାଇ ପହଞ୍ଚିଥିଲେ ଇଶା ଫାଉଣ୍ଡେସନ କୋଇମ୍ବାଟୁରରେ। ତାଙ୍କ ଆଶ୍ରମରେ ପହଞ୍ଚିଥିଲେ ଏବଂ ସେ ସେଠି ଯୋଗ ସାଧନା କରିଥିଲେ ଏବଂ ମହାଦେବଙ୍କ ଶରଣରେ ଆସିଥିଲେ। ଏବେ ସେ ଜାଣିପାରିଥିଲେ ଯେ ଜୀବନର ଶେଷ ଲକ୍ଷ୍ୟ ହେଉଛନ୍ତି ମହାଦେବ। ଏବେ ସେ ସନ୍ନ୍ୟାସୀ ଭାବରେ ପରିଚିତ ହୋଇସାରିଥିଲେ। ସାଧାରଣତଃ ଆମମାନଙ୍କର ଚିନ୍ତାଧାରା, ଯଦି ଜଣେ ପାଠଶାଠ ନ ପଢ଼ୁଛି, ନିଶା ଖାଉଛି, ତ ଲୋକମାନେ କୁହନ୍ତି ଆରେ ଏଇଟା ପାଠଶାଠ ପଢ଼ିଲାନି, ନିଶା ଖାଇଲା, ସେଇ ଯୋଗୁଁ ରୋଜଗାର ବି କିଛି କରିପାରିଲାନି, କାମଧନ୍ଦା କିଛି ନଥିଲା, ବାବା ହେଇଗଲା। କିନ୍ତୁ ଜଣେ ଉଚ୍ଚ ଶିକ୍ଷିତ ପିଲା ଯଦି ଭଗବାନଙ୍କ ଶରଣରେ ଆସୁଛି, ତା ପାଇଁ ଆପଣମାନେ କ'ଣ କହିବେ? କିଛି କହିପାରିବେନି। କାରଣ ଅଭୟ ସିଂ ଜାଣିସାରିଥିଲା ଯେ ସେ ସୃଷ୍ଟିର ଆଦି ଆଉ ଅନ୍ତ ହେଉଛନ୍ତି ମହାଦେବ। ସେ ମହାଦେବଙ୍କ ଶରଣକୁ ଆସି ଜୀବନର ସମସ୍ତ ସୁଖ ପାଇଯାଇଥିଲା। କିଛି ଦିନ ତଳେ ବାଙ୍ଗାଲୋରର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଡିପ୍ରେସନରେ ଆତ୍ମହତ୍ୟା କରିଥିଲା। କିନ୍ତୁ ଅଭୟ ସିଂ ଡିପ୍ରେସନରୁ ବାହାରିବା ପାଇଁ ମହାଦେବଙ୍କ ଶରଣ ନେଇଥିଲା। ଆପଣ କ'ଣ କହୁଛନ୍ତି? ଆପଣ କ'ଣ ଭାବୁଛନ୍ତି? କମେଣ୍ଟ ବକ୍ସରେ ଜଣାଇବେ। ନମସ୍କାର। ଜୟ ଜଗନ୍ନାଥ।